ସ୍ୱାଗତମ୍ ପିଲାମାନେ। ଆମେମାନେ ତୁମ ସାହିତ୍ୟ ବହିର ବର୍ଷା କବିତା ବାବଦରେ ଆଲୋଚନା କରୁଛନ୍ତି। ଏହା ତୁମମାନଙ୍କ ପାଇଁ ତୃତୀୟ ଭିଡିଓଟିଏ। ବର୍ଷା କବିତା ଯାହା ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତର 10ମ ସ୍କନ୍ଧର 21 ଅଧ୍ୟାୟରୁ ଆସିଅଛି। ପୂର୍ବରୁ ଆମେ ଏହି କବିତାର 2ଟି ଭାଗ ଭିଡିଓ ଦେଖି ସାରିଛନ୍ତି। ଏବେ କବିତାର ପରବର୍ତ୍ତୀ ପଂକ୍ତିଗୁଡ଼ିକୁ ଆମେ ଆଲୋଚନା କରିବା। ପିଲାମାନେ, ପ୍ରଥମେ ଆମେ କବିତାଟିକୁ ସମ୍ପୂର୍ଣ୍ଣ ଶୁଣିଦେବା ଆସ, ତାପରେ ଆମେ ଆଲୋଚ୍ୟ ପ୍ରସଙ୍ଗକୁ ଯିବା। ତାହେଲେ ଆମେ ପ୍ରଥମେ କବିତାଟିକୁ ଶୁଣିନେବା। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା। ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର। মেঘে মিলিলে শূন্য পথে, বিজুଳି শবদ সঙ্গতে। মহিমণ্ডল দুঃখ চাহি, জল ছাড়িলা তোষ হই। ঘোর শবদে মেঘমাଳ, গর্জিন বরসন্তি জଳ। প্রাণী জীবন জল রাশি, করুণা চিত্ତରେ বরসি। পৃথিবীর বি তেজ গ্রাসে, তাপিত থিলা অষ্টমাসে। জল পাইলা তোষ চিতে, তপস্বী জনଙ୍କର মতে। তপস্যা ফল যেহ্নে পাই, ভুঞ্জନ୍ତି অতি সুখী হই। খদ্যত কীট নিশা মুখে, জগত আবরিলে সুখে। মণ্ডুকে মেঘ নাদ শুনি, গর্জନ୍ତି আবরিণ পানি। অଳପ নদী এ পুরিলে, লহরী মতে উছুড়িলে। নানা প্রকারে শস্য রাশি, এনে পূরিত মহিদিশি। ছতু যে ছত্র প্রায় হই, রাজার প্রায় দিশে মহি। ময়ূরে গিরি শিখে থাই, নৃত্য କରନ୍ତି মেঘে চাহি। অতিথি দেখি ভক্ত জনে, যে শোনে তোষ হନ୍ତି মনে। ସମ୍ପୂର୍ଣ୍ଣ କବିତାଟିକୁ ଆମେ ଶୁଣିନେଲେ। ଆଜିର ଆଲୋଚ୍ୟ କବିତାର ଅଂଶଟିକୁ ମୁଁ ତୁମମାନଙ୍କୁ ସ୍ୱାଗତ କରୁଛି। ଏହି ଅଂଶରେ ଆମେ ଆଲୋଚନା କରିବା ଥିବା ଭାବ, ଭକ୍ତି, ରସ ଏବଂ ତାତ୍ତ୍ୱିକ ଏବଂ ମାର୍ମିକ ଅର୍ଥକୁ ଆମେ ବୁଝିବା। ପ୍ରଥମେ ଆଜିର ଆଲୋଚ୍ୟ ଅଂଶକୁ ଆମେ ଆଉଥରେ ପଠନ କରିନେବା, ତାପରେ ଗୋଟିଏ ଗୋଟିଏ ପଦ ଆଲୋଚନା କରି ତାର ଭାବାର୍ଥକୁ ବୁଝିବାକୁ ଚେଷ୍ଟା କରିବା। ଯିବା ତାହେଲେ। ମଣ୍ଡୁକେ ମେଘ ନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି। ପିଲାମାନେ, ତୁମେମାନେ କହିପାରିବ ପୃଥିବୀ ପୃଷ୍ଠରେ ଯେତେବେଳେ ମେଘ ଆରମ୍ଭ ହୁଏ ସେତେବେଳେ କେମିତି ପରିବେଶ ଥାଏ? ଘଡ଼ଘଡ଼ି, ବିଜୁଳି, ପବନ ସହିତ ବର୍ଷା ଆରମ୍ଭ ହୋଇଯାଇଥାଏ। ଠିକ୍ ସେଇଭଳି ଏକ ପରିବେଶ ପୃଥିବୀ ପୃଷ୍ଠରେ ଅନୁଭୂତ ହେଇଛି ବୋଲି କବି କହୁଛନ୍ତି। ଚିତ୍ରରେ ତମମାନେ ଦେଖିଲ ବେଙ୍ଗମାନେ ଜଳରେ ଡିଆଁ ମାରୁଛନ୍ତି, ଗର୍ଜନ କରୁଛନ୍ତି ଏବଂ ସେମାନେ ଅନୁଭବ କରୁଛନ୍ତି ସତେ ଯେମିତି ଏ ବର୍ଷା ଆମର, ଏ ପୋଖରୀ ଆମର, ଏ ସବୁଯାକ ପାଣି ଆମର। ଏମିତି ଏକ ଭାବ ଏଠାରେ ଦେଖିବାକୁ ମିଳିଛି। କବି ମଧ୍ୟ ସେଇ କଥା କହୁଛନ୍ତି। ତମମାନେ ଅନୁଭବ କଲନି କି? କେଉଁମାନେ ଡେଉଁଛନ୍ତି? ହଁ, ବେଙ୍ଗମାନେ ଡେଉଁଛନ୍ତି। ଚିତ୍ରରେ ତମମାନେ ଦେଖୁଛ। କବିତାରେ ଲେଖାଯାଇଛି, ମଣ୍ଡୁକେ ମେଘ ନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି। କିଏ ଗର୍ଜନ କରୁଛନ୍ତି? ମଣ୍ଡୁକେ। ମଣ୍ଡୁକ ମାନେ। ମଣ୍ଡୁକେକୁ ଯଦି ଆମେ ଭାଗ କରିଦେବା କ'ଣ ହବ? ମଣ୍ଡୁକ ମାନେ। ତାହେଲେ କେଉଁମାନେ ଗର୍ଜନ କରୁଛନ୍ତି? ହଁ, ମୁଁ କ'ଣ କହିଲି? ବେଙ୍ଗମାନେ ଆମେ ଚିତ୍ରରେ ଦେଖିନଥିଲେ? ବେଙ୍ଗମାନେ ଗର୍ଜନ କରୁଛନ୍ତି। ତାହେଲେ କ'ଣ ହେଲା? ମଣ୍ଡୁକର ଅର୍ଥ କ'ଣ ହେଲା? ବେଙ୍ଗ। ମଣ୍ଡୁକେ ହେଇଗଲେ ବେଙ୍ଗମାନେ। ବୁଝିଗଲେ ଆମେ? ମଣ୍ଡୁକେ ମେଘ ନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି। ପିଲାମାନେ, ଚାରିଆଡ଼େ ମେଘମୟ ପରିବେଶ, ଆକାଶରେ ବିଜୁ ଏବଂ ଘଡ଼ଘଡ଼ିର ତୀବ୍ର ଶବ୍ଦ
ଠିକ୍ ଏହି ସମୟରେ ପୃଥିବୀ ପୃଷ୍ଠରେ ଥିବା ଜଳାଶୟ, ପୋଖରୀ, ଛୋଟ ନଦୀ କୂଳ ଇତ୍ୟାଦି ସ୍ଥାନରେ ବେଙ୍ଗମାନେ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ଜଳକୁ ଦେଖି ଉତ୍ଫୁଲ୍ଲିତ ମନରେ, ଖୁସି ମନରେ ଜଳ ଉପରେ ଜଳ କ୍ରୀଡ଼ା ଆରମ୍ଭ କରିଦେଇଛନ୍ତି। କବି କହୁଛନ୍ତି ସତେ ଯେମିତି ସେମାନେ ସମ୍ପୂର୍ଣ୍ଣ ପାଣିକୁ ଆବୋରି ରଖିଛନ୍ତି, ଅର୍ଥାତ୍ ନିଜର ଅଧିକାର ଜାହିର କରୁଛନ୍ତି। ଇଏ ମେଘ ପ୍ରକୃତି ଆମ ପାଇଁ ଦେଇଛି, ଏ ପାଣି ସବୁ ଆମର। ସେମାନେ ସେମାନଙ୍କର ଖେଳ ପଡ଼ିଆ ପାଇଯାଇଛନ୍ତି। ସେ ଖେଳ ପଡ଼ିଆ ହେଉଛି ସେମାନଙ୍କର ସେଇ ଜଳ। ଅନେକ ଦିନ ଧରି ନଦୀ, ପୋଖରୀ, ଜଳାଶୟ ସବୁ ଶୁଷ୍କ ଥିଲା। ବେଙ୍ଗମାନେ ନିଷ୍କ୍ରିୟ ଥିଲେ। ସେମାନେ ଉଭୟ ସ୍ଥାନରେ ରହିପାରନ୍ତି, ଜଳରେ ଆଉ ସ୍ଥଳରେ ରହିପାରନ୍ତି। କିନ୍ତୁ ଯେତେବେଳେ ଏତେ ପରିମାଣରେ ଜଳ ସେମାନେ ପାଇଯାଇଛନ୍ତି, ବର୍ଷା ଋତୁ ଆସିଯାଇଛି, ଘଡ଼ଘଡ଼ି ଶବ୍ଦ ଶୁଭିଛି, ସେମାନେ ସେମାନଙ୍କର କ୍ରୀଡ଼ାଙ୍ଗନକୁ ବାହାରି ଆସିଛନ୍ତି। ଖୁସି ମନରେ ପରସ୍ପର ମଧ୍ୟରେ ଖେଳୁଛନ୍ତି ଏବଂ ଜଳକୁ ଆବୋରି ରଖିଛନ୍ତି, ନିଜର କରି ରଖିଛନ୍ତି। ନିଜର ଅଧିକାର ଜାହିର କଲା ଭଳି ସେମାନେ ଦିଶୁଛନ୍ତି ବୋଲି କବି କବିତାରେ କହିଛନ୍ତି। ଏକଥା ଆମେ ବୁଝିପାରିଲେ ପିଲାମାନେ? ଅଳପ ନଦୀଏ ପୁରିଲେ, ଲହରୀ ମତେ ଉଛୁଳିଲେ। କବି ସୁନ୍ଦର ଭାବରେ ପ୍ରକୃତିକୁ ଅନୁଧ୍ୟାନ କରିଛନ୍ତି। ବର୍ଷା ଋତୁରେ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରାକୃତିକ ପରିବର୍ତ୍ତନକୁ କବି ଉପଭୋଗ କରିଛନ୍ତି ଏବଂ କବିତାଟିରେ ପ୍ରକାଶ କରିଛନ୍ତି। ସତରେ କି ଆଶ୍ଚର୍ଯ୍ୟ ଢଙ୍ଗରେ ସେ ପ୍ରତ୍ୟେକଟି ଜିନିଷକୁ ନିଖୁଣ ଭାବରେ ପରିଦର୍ଶନ କରିଛନ୍ତି ଏବଂ ମନୋଭାବ ଭିତରେ ସାହିତ୍ୟ ସଜାଡ଼ି ରଖିଛନ୍ତି। ନଦୀକୁ ମଧ୍ୟ ଦେଖିଛନ୍ତି କବି। ଗ୍ରୀଷ୍ମର ପ୍ରବାହରେ ନଦୀଗୁଡ଼ିକ ଶୁଷ୍କ ଥିଲା, ଜଳର ଅଭାବ ଥିଲା। ସ୍ଥାନେ ସ୍ଥାନେ ନଦୀମାନଙ୍କରେ ଅଳପ ପରିମାଣରେ ଜଳ ଥିଲା। ଅଳପ ନଦୀଏ, ନଦୀମାନେ, ସ୍ୱଳ୍ପ ଜଳ ଥିବା, ଅଳ୍ପ ଜଳ ଥିବା ବା ଜଳ ନଥିବା ନଦୀମାନେ ଆଜି ଉତ୍ଫୁଲ୍ଲିତ ମନରେ ସକ୍ରିୟ ହୋଇ ଉଠିଛନ୍ତି। ବର୍ଷା ଜଳ ପାଇ ସେମାନଙ୍କର ଶରୀର ଫୁଲି ଉଠିଛି। ସେମାନେ କୂଳକୁ ଛୁଇଁଲେଣି। ବହୁ ପରିମାଣରେ ଜଳରାଶି ସେମାନଙ୍କ ଦେହରେ ପ୍ରବାହିତ ହେଉଅଛି। ଆଜି ବର୍ଷାର ପ୍ରଭାବରେ ସେମାନେ ଖୁସି ଏବଂ ଗୀତ ଗାଇ ଗାଇ ବୋହି ଯାଉଛନ୍ତି। ଲହରୀମାଳା ଉପରକୁ ସ୍ପଷ୍ଟ ଦିଶି ଯାଉଛି। ସେଥିପାଇଁ ସେ କହିଛନ୍ତି, ଅଳପ ନଦୀଏ ପୁରିଲେ, ଲହରୀ ମୋତେ ଉଛୁଳିଲେ। ଲହରୀ ମାନେ ଉଛୁଳି ଉଠୁଛନ୍ତି, ଆଡ଼ିଆଡ଼କୁ ଉଛୁଳି ଆସୁଛନ୍ତି। ଅର୍ଥାତ୍ ଜଳ ସମ୍ପୂର୍ଣ୍ଣ ରୂପରେ ନଦୀ ଧାରଣ କରିସାରିଛି। ନଦୀ ଫୁଲି ଉଠୁଛି। ଜଳ ଅତ୍ୟଧିକ ପରିମାଣରେ ନଦୀ ଭିତର ଦେଇ ବହି ଯାଉଛି। ପିଲାମାନେ, କି ସୁନ୍ଦର ଏ ଦୃଶ୍ୟ! ତମେମାନେ ଗାଁ ଗଣ୍ଡାରେ ନଦୀ ଦେଖିଥିବ, ବର୍ଷା ଜଳରେ ନଦୀର ପ୍ରାକୃତିକ ଶୋଭା ମଧ୍ୟ ଦେଖିଥିବ। ଠିକ୍ ସେଇମିତି କି ଶୋଭା ପୃଥିବୀ ପୃଷ୍ଠରେ ବିଦ୍ୟମାନ ହେଉଛି ଏଇ ଋତୁଶ୍ରେଷ୍ଠ ବର୍ଷା ଆସିବା ପରେ। କବି ସେଇ କଥାକୁ ଏଠାରେ ବର୍ଣ୍ଣନା କରିଛନ୍ତି ଏବଂ ମୁଁ ଭାବୁଛି ତମମାନେ ଏ କଥାକୁ ମନେ ମନେ ଅନୁଭବ କରିଥିବ ମଧ୍ୟ ଏବଂ ବୁଝିପାରୁଥିବ। ଠିକ୍ ଅଛି, ତାହେଲେ ପରବର୍ତ୍ତୀ ପଦ ଆଡ଼କୁ ଯିବା। ନାନା ପ୍ରକାରେ ଶସ୍ୟ ରାଶି, ଏଣେ ପୂରିତ ମହିଦିଶି। ପିଲାମାନେ, ମୁଁ ତୁମେ ଦେଖିଥିବା କଥା ଗୋଟିଏ ପଚାରିବି। ତମମାନେ ମନେ ପକାଇ କହିପାରିବ, ବର୍ଷା ଋତୁରେ ତୁମ ଚାରିପଟର ଶୋଭା କେମିତି ଥାଏ? ତମମାନେ ଦେଖିଛ ବର୍ଷା ଋତୁରେ କ'ଣ କ'ଣ କାମ ହୁଏ କହିଲ? କୃଷି କ୍ଷେତ୍ରରେ କୃଷକ କାମ କରୁଥିବା ଦେଖିଛ? ନିଶ୍ଚୟ ଦେଖିଥିବ। ସବୁଜ ଦିଶେନି ଚାରିପଟେ? ଗଛର ପତ୍ର ଗୁଡ଼ିକ ସଫା ଚକଚକ ତୋଫା ପରିଷ୍କାର ଦିଶୁଥାଏ। ଚାରିଆଡ଼େ ଜଳ। ବାଡ଼ି ଘରେ ବିଭିନ୍ନ ପ୍ରକାରର ପନିପରିବା ହେଇନଥାଏ? ସେତେବେଳେ ବିଭିନ୍ନ ପ୍ରକାରର ପନିପରିବା ମିଳେ। ବଜାର କେବେ ଯାଇଛ ସେଇ ସମୟରେ? ବଜାରରେ ଦେଖିବ ସବୁ ପ୍ରକାରର ପନିପରିବା, ଫଳ ସୁଲଭ ମୂଲ୍ୟରେ ଉପଲବ୍ଧ ଥାଏ, ବହୁତ କମ୍ ରେଟ୍ରେ ଥାଏ ଏବଂ ପ୍ରଚୁର ପରିମାଣରେ ଆଭେଲେବୁଲ୍ ମଧ୍ୟ ଥାଏ ଏବଂ ପ୍ରଚୁର ପରିମାଣରେ ମଧ୍ୟ ମହଜୁଦ ଥାଏ ମାର୍କେଟ ମାନଙ୍କରେ। ଠିକ୍ ଅଛି, ଆଉ ଗୋଟିଏ କଥା କହିବି। ତୁମେ ଦେଖିଥିବ ପ୍ରାୟତଃ ସମସ୍ତଙ୍କ ବାଡ଼ି ବଗିଚାରେ ଗୋଟେ ଅଧେ ଫୁଲ ଗଛ। ତୁମମାନେ ଦେଖିଥିବ ସମସ୍ତଙ୍କ ବାଡ଼ି ବଗିଚାରେ ଫୁଲ ଗଛ, ଫଳ ଗଛ, ପନିପରିବା ଗଛ, ଏପରିକି ଚାଳକୁ ପୋଇ, ଲାଉ, କଖାରୁ ଗଛ ମାଡ଼ି ହୋଇ ରହିଥାଏ। ଏପରିକି ଗାଁ ଗଣ୍ଡାରେ ଚାଳ ଘର ଗୁଡ଼ିକ କେମିତି ଦିଶୁଥାଏ କହିଲ? ସତେ ଯେମିତି ଘର ଗୁଡ଼ିକ ମଧ୍ୟ ସବୁଜ ଦିଶୁଛି। ଏମିତି କାହିଁକି ହୁଏ ପିଲାମାନେ? ବର୍ଷା ଦିନରେ ସବୁଠି ଜଳ ଥାଏ। ଜଳ ତ ଜୀବନ, ସମସ୍ତଙ୍କୁ ଜୀବନ ଦେଇଦିଏ।
ଯେମିତି ପ୍ରାଣୀ କୂଳକୁ ଜୀବନ ଦିଏ, ପକ୍ଷୀ କୂଳକୁ ଜୀବନ ଦିଏ, ପଶୁ କୂଳକୁ ଜୀବନ ଦିଏ, ସେମିତି ଉଦ୍ଭିଦ ଜଗତକୁ ମଧ୍ୟ ଜୀବନ୍ତ କରି ପକାଏ। ପାଣିର ଏକ ଯାଦୁକରୀ ସ୍ପର୍ଶ ଅଛି। ସେଇ ସ୍ପର୍ଶରେ ସମସ୍ତେ ଜୀଇ ଉଠନ୍ତି। ଠିକ୍ ଯେମିତି କୃଷକ ତା କୃଷି କ୍ଷେତ୍ରରେ ଜୀଇ ଉଠେ, ତାର କୃଷି କ୍ଷେତ୍ର ମଧ୍ୟ ଜୀଇ ଉଠେ। ବାଡ଼ି ବଗିଚାରେ ଘରୋଇ ଲୋକମାନେ ଜୀଇ ଉଠନ୍ତି, ତାଙ୍କ ବାଡ଼ି ବଗିଚାରେ ଫୁଲ ଫଳ ମଧ୍ୟ ହସି ଉଠେ। ଏଇ ବର୍ଷା ଋତୁର ପ୍ରବାହରେ କବି ମଧ୍ୟ ସମ କଥାକୁ ଅନୁଭବ କରିଛନ୍ତି ଆଉ ଉପଲବ୍ଧ କରିଛନ୍ତି। ସେ ଅନୁଭବ କରିଛନ୍ତି ନାନା ପ୍ରକାରେ ବିଭିନ୍ନ ପ୍ରକାରର ଶସ୍ୟ ରାଶି, ବିଭିନ୍ନ ପ୍ରକାରର ଶସ୍ୟ ପୃଥିବୀ ପୃଷ୍ଠରେ ଉପଲବ୍ଧ ହୁଏ। ସତେ ଯେମିତି ସେଇମାନଙ୍କୁ ନେଇ ପୃଥିବୀ ପୃଷ୍ଠ ଆଜି ପୁରି ଉଠିଛି। ଏଣେ ପୁରୀତ ମହି ଦିଶି, ଏ ମହି ଏ ପୃଥିବୀ ସେଇମାନଙ୍କୁ ନେଇ ପୁରି ଉଠିଛି। ଚାରିଆଡ଼େ ଖାଲି ସବୁଜିମା, ଶସ୍ୟମୟ, ପନିପରିବାମୟ, ସବୁଜିମାମୟ। ଏଇ କଥା କବି ଏଠାରେ ଅନୁଭବ କରିଛନ୍ତି ଏବଂ କବିତାରେ ଲେଖିଛନ୍ତି। ଆମମାନେ ଏ କଥାକୁ ବୁଝିପାରିଲେ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ ଅଂଶକୁ ଯିବା, ତାକୁ ମଧ୍ୟ ଆଲୋଚନା କରିନେବା। ଛତୁ ଯେ ଛତ୍ର ପ୍ରାୟ ହୋଇ, ରାଜାର ପ୍ରାୟ ଦିଶେ ମହି। ପିଲାମାନେ, ଚିତ୍ରରେ ଆମେ କ'ଣ ଦେଖୁଛନ୍ତି? ପୃଥିବୀ ପୃଷ୍ଠରେ ଛତୁ। ଛତୁ ଗୁଡ଼ିକ ଚାରିଆଡ଼େ ଫୁଟି ଉଠିଛନ୍ତି। କବିଙ୍କର ପରିକଳ୍ପନା ଦେଖନ୍ତୁ। କବିଙ୍କର ଭାବବୋଧକୁ ଆମେ ଅନୁଭବ କରିବା ଆସ। କେଡ଼େ ସୁନ୍ଦର ଭାବରେ କବି ଗୋଟେ ତୁଳନା କରିଛନ୍ତି। ଚାରିଆଡ଼େ ଛତୁ ଫୁଟି ଉଠିଛି। ସତେ ଯେମିତି ଛତୁ ହେଉଛି ସିଂହାସନ, ଆଉ ରାଜା ହେଉଛନ୍ତି ଏଇ ପୃଥିବୀ। ତମେମାନେ ବିଭିନ୍ନ ଚିତ୍ରରେ ଦେଖିଥିବ ପିଲାମାନେ, ରାଜା ଯେଉଁଠାରେ ବସନ୍ତି ଠିକ୍ ତାଙ୍କ ସିଂହାସନ ଉପରେ ଏକ ଛତା ଥାଏ। ଜାଣିପାରୁଛ? ଛତୁ ଛତା ପରି ଦିଶୁଛି। କବିଙ୍କର କଳ୍ପନାକୁ ଚିନ୍ତା କର। ତମମାନେ ଏମିତି ଭାବିପାରିବ ବିଭିନ୍ନ କଥାକୁ ନେଇକି? କବି କହୁଛନ୍ତି ଛତୁ ଗୁଡ଼ିକ ଆଜି ଛତା ଭଳି ଦିଶୁଛନ୍ତି। ଛତ୍ର ମାନେ ଛତା, ଛତା ପ୍ରାୟ, ଛତ୍ର ପ୍ରାୟ, ଛତା ଭଳି ଦିଶୁଛନ୍ତି ଛତୁ ଗୁଡ଼ିକ। କିଏ ସେ ଛତା ଘୋଡ଼ିଛି? ଏଠି ରାଜା କିଏ? ଯେମିତି ସେଠି ସିଂହାସନରେ ବସିକି ରାଜା ଛତା ଘୋଡ଼ିଥାନ୍ତି, ଏଠି ସେମିତି କିଏ ସେ ଛତା ଘୋଡ଼ିଛି? ହଁ, ଠିକ୍ କହିଲ। ଏଇ ପ୍ରକୃତି ପୃଷ୍ଠରେ ପୃଥିବୀ ରାଜା, ପୃଥିବୀ ଉପରେ ଛତାଟିଏ ହୋଇଛି। ପୃଥିବୀ ରାଜା ସିଂହାସନରେ ବସି ଛତୁ ରୂପକ ଛତା ଘୋଡ଼ିଛନ୍ତି। ତାହେଲେ ଏଠାରେ ପୃଥିବୀ ଏ ମହି ହେଉଛି ରାଜା, ଏବଂ ଯେଉଁ ଛତୁ ଗୁଡ଼ିକ ଫୁଟିଛି ସେସବୁ ହେଉଛନ୍ତି ରାଜଛତା। ରାଜଛତା। କିଏ ରାଜା ଭଳି ଦିଶୁଛି? ପୃଥିବୀ ରାଜାଙ୍କ ପରି ଦିଶୁଛି। ରାଜାଙ୍କ ରାଜଛତା କିଏ? ଛତୁ। କେଡ଼େ ସୁନ୍ଦର ପରିକଳ୍ପନା, ନୁହେଁ କି ପିଲାମାନେ? ବର୍ଷା ଋତୁରେ ଛତୁ ଫୁଟିବାଟା ସାଧାରଣ କଥା। ଠିକ୍ ସେମିତି ଯେତେବେଳେ ପୃଥିବୀ ପୃଷ୍ଠକୁ ବର୍ଷା ଋତୁ ଆସିଛି, ଛତୁ ଫୁଟି ଉଠିଛି। କିନ୍ତୁ କବିଙ୍କର ପରିକଳ୍ପନା ଆମେ ଚିନ୍ତା କରିବା, ଅତ୍ୟନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଲବ୍ଧ କରିଥିବା ମଣିଷଟିଏ ପରି ସେ ପରିକଳ୍ପନା କରିଛନ୍ତି। ହେ ପୃଥିବୀବାସୀ, ତମମାନେ ଦେଖ, ଆଜି ପୃଥିବୀ ରାଜା ଏବଂ ସେ ପୃଥିବୀ ପୃଷ୍ଠରେ ଫୁଟି ଉଠିଥିବା ଛତୁ ଗୁଡ଼ିକ ହେଉଛନ୍ତି ରାଜଛତ୍ର, ରାଜଛତା। ଏଇ କଥା ଆମେ ବୁଝିପାରିଲେ ପିଲାମାନେ? ଠିକ୍ ଅଛି ପିଲାମାନେ, ଆମେ ପରବର୍ତ୍ତୀ ଅଂଶକୁ ଯିବା, ତାକୁ ମଧ୍ୟ ଆମେ ମନ ଧରି ବୁଝିନେବା। ଏଇ ଭାବାର୍ଥକୁ ବୁଝିଲେ ଆମକୁ ଖୁସି ଲାଗୁନି? କବିତାଟି କେଡ଼େ ସୁନ୍ଦର! ଆହା, ଚାଲ ତାହେଲେ ପରବର୍ତ୍ତୀ ଅଂଶକୁ ଯିବା। ମୟୂରେ ଗିରି ଶିଖେ ଥାଇ, ନୃତ୍ୟ କରନ୍ତି ମେଘେ ଚାହିଁ। ଚିତ୍ରରେ ଆମେ କ'ଣ ଦେଖୁଛନ୍ତି ପିଲାମାନେ? ମୟୂର ନୁହେଁ କି ଖୁବ୍ ସୁନ୍ଦର ଭାବରେ ପୁଚ୍ଛ ପ୍ରସାରଣ କରିଛି ଏବଂ କେଉଁଠାରେ ବସିଛି? ଗିରି ଉପରେ, ପର୍ବତ ଶିଖରରେ। ଗିରି ଶିଖେ, ପର୍ବତ ଶିଖରରେ। ତମମାନେ ଜାଣିପାରୁଛ କୋଉଠି ବସିଛି ମୟୂର? ପୁରା ପର୍ବତର ଅଗ୍ରଭାଗରେ ମୟୂରଟି ବସିଛି। କ'ଣ କରୁଛି? ନୃତ୍ୟ କରୁଛି। କେମିତି ଭାବରେ ନୃତ୍ୟ କରୁଛି ପିଲାମାନେ? ମେଘକୁ ଚାହିଁ, ମେଘ ଆଡ଼କୁ ଚାହିଁ ନୃତ୍ୟ କରୁଛି। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ କବି ଏଠାରେ ପ୍ରକାଶ କରିଛନ୍ତି। ତମମାନେ ଅନୁଭବ କରୁଛ କବି କେଡ଼େ ଆଶ୍ଚର୍ଯ୍ୟ ଢଙ୍ଗରେ ପ୍ରକୃତିକୁ ଅନୁଧ୍ୟାନ କରିଛନ୍ତି? ବର୍ଷା ଆସିଲେ ମୟୂର ନାଚନ୍ତି। ସେମାନେ ମେଘକୁ ଦେଖିଲେ ମଧ୍ୟ ସେମାନଙ୍କର ପୁଚ୍ଛ ପ୍ରସାରଣ କରି ନାଚନ୍ତି। କବି କିନ୍ତୁ ଅନୁଧ୍ୟାନ କରିଛନ୍ତି ଗିରି ଶିଖରେ ମୟୂରୀ ନାଚି ଉଠିଛନ୍ତି। ମୟୂରମାନେ ଗିରି ଶିଖରରେ, ପର୍ବତର ଅଗ୍ରଭାଗରେ ନାଚି ଉଠିଛନ୍ତି ମେଘକୁ ଦେଖି।
ଆହା କି ସୁନ୍ଦର ଶୋଭା। ପ୍ରକୃତିରେ କଣ ଏତେ ସବୁ ଘଟଣା ଘଟେ? ପିଲାମାନେ, ମୁଁ ତମମାନଙ୍କୁ ଗୋଟେ ବଡ଼ କଥା କହିବି। ତୁମେମାନେ ବିଭିନ୍ନ ସମୟରେ ପ୍ରକୃତିକି ଏଇଭଳି ଅନୁଧ୍ୟାନ କରିବ। ଦେଖିବ ତୁମମାନଙ୍କ ଆଖିରେ ନୂଆ ନୂଆ କଥା ବାନ୍ଧି ହେଇ ଉଠିବ ଏବଂ ସେଗୁଡ଼ିକୁ ଭାଷା ଆଉ ଭାବ ଦେଇଦେଲେ ତୁମମାନେ ମଧ୍ୟ ସୁନ୍ଦର ସୃଷ୍ଟି କରିପାରିବ। ସାହିତ୍ୟ, ରଚନା, ଗଳ୍ପ ଆଉ କବିତା। ପିଲାମାନେ, କବି ଏଠାରେ କହିଛନ୍ତି ବର୍ଷା ଋତୁର ପ୍ରାରମ୍ଭରେ ପ୍ରକୃତି ପୃଷ୍ଠରେ ଯେତେବେଳେ ବର୍ଷା ଆସିଯାଏ, ଚାରିଆଡ଼େ ଶୀତଳତା ଭରିଯାଏ, ଚାରିଆଡ଼େ ଜଳ ଅର୍ଣ୍ଣବ ହୋଇଯାଏ, ସବୁଜିମାରେ ଭରପୁର ହୋଇଯାଏ ପ୍ରକୃତି, ଠିକ୍ ସେହି ସମୟରେ ମୟୂର ମଧ୍ୟ ବାଦ୍ ଯାଏନି। ସେ ଗିରିର ଶିଖରରେ ନିଜେ ନାଚି ଉଠେ, ମେଘ ଆଡ଼କୁ ଚାହିଁ ତାହାର ମେଘକୁ ଥିବା ସମ୍ମାନ, ମେଘ ପ୍ରତି ଥିବା ଭଲ ପାଇବା ଏବଂ ପ୍ରକୃତି ପ୍ରତି ଥିବା ଆଦରକୁ ଜାହିର କରେ। ସେଇ କଥା କବି ଏଠାରେ ବର୍ଣ୍ଣନା କରିଛନ୍ତି। ଆମେମାନେ କ'ଣ ବୁଝିଲେ? ମେଘ ଆସିଲେ ମୟୂର ନାଚି ଉଠେ। ଏକଥା ବୁଝିଲେ ନାହିଁ କି? କେମିତି ନାଚି ଉଠେ? ମେଘକୁ ଚାହିଁ ଏବଂ ତାର ସୁନ୍ଦର ପୁଚ୍ଛକୁ ପ୍ରସାରଣ କରି ନାଚି ଉଠେ। ଠିକ୍ ଅଛି ପିଲାମାନେ, ଏ କଥା ତ ବୁଝିଲେ। ପରବର୍ତ୍ତୀ କଥାକୁ ଯିବା। ପରବର୍ତ୍ତୀ ପଦଟିକୁ ମଧ୍ୟ ଆମେ ଠିକ୍ ଏଇଭଳି ଭାବରେ ବୁଝି ନେବା। ଆସ ତାହେଲେ। ଅତିଥି ଦେଖି ଭକ୍ତ ଜନେ, ଯେସନେ ତୋଷ ହୁଅନ୍ତି ମନେ। ବର୍ଷା ଋତୁ ସହିତ ଅତିଥିମାନଙ୍କର ସମ୍ପର୍କ କିଛି ନଥାଏ। ଏହି କବିତାରେ କବି ଆଉ ଏକ ପରିକଳ୍ପନା, ତୁଳନା କରିଛନ୍ତି ବୋଲି ଆମେ ଅନୁଭବ କରିବା। ପିଲାମାନେ, ସେଇ କଥାଟିକୁ ବୁଝି ନେବା ଆସ। ସାଧାରଣ ଭାବରେ ଆମ ଘରକୁ ଯେତେବେଳେ ଅତିଥି ଆସନ୍ତି ଆମେ କେମିତି ଅନୁଭବ କରନ୍ତି? ତୁମେ ଚିତ୍ରରେ ଦେଖୁଛ କେତେ ଖୁସି ହେଇ ଅତିଥିକୁ ସ୍ୱାଗତ କରୁଛନ୍ତି। ଠିକ୍ ସେମିତି ଭାବରେ ଆମେମାନେ ମଧ୍ୟ ଆମ ଘରକୁ ଅତିଥି ଆସିଲେ ଉତ୍ଫୁଲ୍ଲିତ ହେଇ ଉଠୁ, ଖୁସି ହେଇ ଉଠୁ, ତାଙ୍କ ପାଇଁ ବିଭିନ୍ନ ପ୍ରକାରର ଦରବ ଆଣୁ, ତାଙ୍କୁ ଖାଇବାକୁ ଦଉ, ତାଙ୍କର ଅତିଥି ଚର୍ଚ୍ଚା କରୁ ଏବଂ ତାଙ୍କର ଭଲ ମନ୍ଦ ବୁଝିଥାଉ। ଠିକ୍ ସେହିପରି କବି ମୟୂରମାନଙ୍କର ଏଇ ପ୍ରକାର ଏକ ବ୍ୟବହାରକୁ ଏଠାରେ ସ୍ପଷ୍ଟ ଚିତ୍ର ଦେଇଛନ୍ତି। କବି କହିବାକୁ ଚାହିଁଛନ୍ତି ବର୍ଷା ତ ଆସିଯାଇଛି, ପ୍ରକୃତି ପୃଷ୍ଠରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଶ୍ୟମାନ ହେଇଛି। ତା ଭିତରୁ ଗୋଟିଏ ଦୃଶ୍ୟ କବିଙ୍କ ମନକୁ ଅତ୍ୟଧିକ ପ୍ରଭାବିତ କରିଛି। ତାହା ହେଉଛି ଗିରି ଶିଖରେ ମୟୂରର ନୃତ୍ୟ। ମୟୂର ଆକାଶରେ ମେଘକୁ ଦେଖି ନିଜର ପୁଚ୍ଛ ପ୍ରସାରଣ କରି ନାଚି ଉଠିଛି। କବିଙ୍କୁ ଲାଗିଛି ଆମେ ଯେମିତି ଆମ ଅତିଥିଙ୍କୁ ସ୍ୱାଗତ କରନ୍ତି, ଠିକ୍ ସେମିତି ସତେ ଯେମିତି ମୟୂର ପୁଚ୍ଛ ପ୍ରସାରଣ କରି ଆକାଶରେ ଭାସି ଆସିଥିବା ମେଘକୁ ସ୍ୱାଗତ କରୁଛି। ଏଠାରେ ତମମାନେ ମତେ କହିଲ ଗୋଟେ କଥା, ଏଠାରେ ମୟୂରର ଅତିଥି କିଏ? ମେଘ। ଠିକ୍, ମେଘକୁ ଦେଖି ମୟୂର ଅତିଥି ଭାବରେ ସତ୍କାର କରିବା, ତାଙ୍କର ଭଲ ମନ୍ଦ ବୁଝିବା, ତାଙ୍କୁ ସ୍ୱାଗତ କରିବା ପରି ଅନୁଭବ ହେଇଛି କବିଙ୍କୁ। ସେ ସେଇ କଥା କହିଛନ୍ତି, ମୟୂରେ ଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ, ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହୁଅନ୍ତି ମନେ। ଅତିଥିକୁ ଭକ୍ତ ଜନେ ଦେଖି ଯେସନେ ଯେମିତି ମନ ଖୁସିରେ ତାଙ୍କୁ ସ୍ୱାଗତ କରନ୍ତି, ଠିକ୍ ସେମିତି ଆକାଶରେ ମେଘ ରୂପକ ଅତିଥିକୁ ଦେଖି ମୟୂରମାନେ ଆଜି ଖୁସି ବ୍ୟକ୍ତ କରୁଛନ୍ତି ଏବଂ ସୁନ୍ଦର ପୁଚ୍ଛକୁ ପ୍ରସାରଣ କରି ନୃତ୍ୟ ମାଧ୍ୟମରେ ଆକାଶକୁ ଚାହିଁ ମେଘକୁ ସ୍ୱାଗତ କରୁଛନ୍ତି। କଥାଟି ବୁଝିପାରିଲ ପିଲାମାନେ? ଆମେ ଯେମିତି ଅତିଥିକୁ ସ୍ୱାଗତ କରନ୍ତି, ଠିକ୍ ସେମିତି ମୟୂରମାନେ ଗିରି ଶିଖରରେ ରହି ଅତିଥିକୁ ସ୍ୱାଗତ କରିଛନ୍ତି। ଏଠି ମୟୂରର ଅତିଥି କିଏ? ମେଘ। ପିଲାମାନେ, ଏଥର ଆମେ ସମ୍ପୂର୍ଣ୍ଣ କବିତାଟିକୁ ବୁଝିଲେ। ବର୍ତ୍ତମାନ କବିତା ବୁଝିବା ପରେ ପରେ ଆଉ ଟିକିଏ କବିତାକୁ ଜାଣିବା ପାଇଁ ଆମେ କିଛି ପ୍ରଶ୍ନ ଉତ୍ତର ଆଲୋଚନା କରିନେବା। ତାହେଲେ ଯିବା ପ୍ରଶ୍ନ ଉତ୍ତର ଆଲୋଚନାକୁ। ଠିକ୍ ଅଛି। ପ୍ରଶ୍ନ ଉତ୍ତର। ପିଲାମାନେ, ତୁମମାନଙ୍କ ପାଇଁ ସ୍କ୍ରିନରେ ପ୍ରଥମେ କବିତାର ଗୋଟିଏ ପାଦ ଆସିବ। ତୁମେ ସେ ପାଦଟିକୁ ପଢିବ। ତା ପରବର୍ତ୍ତୀ ପାଦ କ'ଣ ହେବ ତମମାନେ ମନେ ପକେଇ କହିବ। ଫଳରେ ଗୋଟିଏ ପଦ ପୂରଣ ହେବ। ଯେମିତି ଉଦାହରଣ ସ୍ୱରୂପ ପୂର୍ବ ଭିଡିଓରେ ଥିଲା ଖଦ୍ୟତ କୀଟ ନିଶା ମୁଖେ, ଗୋଟିଏ ପାଦ ସ୍କ୍ରିନରେ ଦିଶୁଥିଲା। ପରବର୍ତ୍ତୀ ପାଦକୁ ତମମାନେ ମନେ ପକେଇ କହିଥିଲ ଜଗତ ଆବରିଲେ ସୁଖେ। ଠିକ୍ ସେମିତି ଭାବରେ ଆମେ ଦେଖିବା ଆମ ସ୍କ୍ରିନରେ କ'ଣ କ'ଣ ପଦ ଆସୁଛି। ଠିକ୍ ଅଛି, ସେ ପଦ ଗୁଡ଼ିକୁ ପୂରଣ କରିବା ଗୋଟିଏ ପାଦ ଯୋଡ଼ି ମନେ ପକେଇ ଏବଂ ତାକୁ କହି। ମଣ୍ଡୁକେ ମେଘ ନାଦ ଶୁଣି, ପରବର୍ତ୍ତୀ ପାଦ କ'ଣ ହବ ପିଲାମାନେ? ତାକୁ ଆମେ ଭାବିବା, ମନେ ପକେଇବା, ପୂରଣ କରିବା। କ'ଣ ହେବ? ଠିକ୍ ଅଛି, ଗର୍ଜନ୍ତି ଆବରିଣ ପାଣି। କ'ଣ ହେଲା ତାହେଲେ? ମଣ୍ଡୁକେ ମେଘ ନାଦ ଶୁଣି ଗର୍ଜନ୍ତି ଆବରିଣ ପାଣି। ଏଥର ହେଲା। ପରବର୍ତ୍ତୀ ପାଦକୁ ଯିବା।
କଣ ଅଛି ପରବର୍ତ୍ତୀ ପାଦ? ଅଳପ ନଦୀଏ ପୁରିଲେ। ତାପର ପାଦ କଣ ହବ ଟିକେ ମନେ ପକେଇଲ? ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ଠିକ ହେଲା? ଲହରୀ ମତେ ଉଛୁଳିଲେ। କଣ ହେଲା ତାହେଲେ? ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ। ଠିକ ଅଛି ପିଲାମାନେ, ଏକଥା ଆମେ କହିପାରିଲେ, ଜାଣିପାରିଲେ। ପରବର୍ତ୍ତୀ କଥାକୁ ଯିବା। ପରବର୍ତ୍ତୀ ପାଦ କଣ ଅଛି ଦେଖିବା? ନାନା ପ୍ରକାରେ ଶସ୍ୟ ରାଶି। କଣ ହବ ତା ପରବର୍ତ୍ତୀ ପାଦ? ଏଣେ ପୂରିତ ମହି ଦିଶି। ହେଇଗଲା ତାହେଲେ? ନାନା ପ୍ରକାରେ ଶସ୍ୟ ରାଶି ଏଣେ ପୂରିତ ମହି ଦିଶି। ଏକଥା ଆମେ ଜାଣିପାରିଲେ, ମନେ ପକେଇ କହିପାରିଲେ ପିଲାମାନେ। ପରବର୍ତ୍ତୀ ପାଦକୁ ଯିବା। ପରବର୍ତ୍ତୀ ପାଦ ହେଉଛି ଛତୁ ଯେ ଛତ୍ର ପ୍ରାୟ ହୋଇ। ଏଟାକୁ ମନେ ରଖିବେ କବିତାଟିକୁ, ଖୁବ ସୁନ୍ଦର କବିତା। ଛତୁ ଯେ ଛତ୍ର ପ୍ରାୟ ହୋଇ କଣ ହବ? ରାଜାର ପ୍ରାୟ ଦିଶେ ମହି। ଠିକ ଅଛି ପିଲାମାନେ, ଏଟା ବି ମଧ୍ୟ ଆମେ ଜାଣିପାରିଲେ। ପରବର୍ତ୍ତୀ ପାଦକୁ ଯିବା। ପରବର୍ତ୍ତୀ ପାଦଟି ଅଛି ମୟୂରେ ଗିରି ଶିଖେ ଥାଇ। ଠିକ ଅଛି, ମୟୂରେ ଗିରି ଶିଖେ ଥାଇ କଣ ହବ ତା ପରବର୍ତ୍ତୀ ପାଦ? ମନେ ପକେଇଲ? ନୃତ୍ୟ କରନ୍ତି ମେଘେ ଚାହିଁ। ଠିକ ଅଛି ପିଲାମାନେ, ଏଟା ବି ଆମେ କହିଲେ କଣ ହବ ତାହେଲେ? ମୟୂରେ ଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ। ପରବର୍ତ୍ତୀ ପାଦକୁ ଯିବା। ଅତିଥି ଦେଖି ଭକ୍ତ ଜନେ କଣ ହବ? ଯେସନେ ତୋଷ ହୁଅନ୍ତି ମନେ। ହୁଅନ୍ତି, ହୁଅନ୍ତି, ହୁଅନ୍ତିଟାକୁ ହୁଅନ୍ତି ଲେଖାଯାଇଛି ଏଠାରେ। ବୁଝିହେଲା? ଯେସନେ ତୋଷ ହୁଅନ୍ତି ମନେ। ତାହେଲେ ଆମେ ଏଥର ସମ୍ପୂର୍ଣ୍ଣ କବିତାଟିକୁ ମନେ ପକେଇ ପାରିଲେ। ତମମାନଙ୍କୁ ଅଜସ୍ର ଧନ୍ୟବାଦ ଜ୍ଞାପନ କରୁଛି। ତମମାନେ এই କବିତାଟିକୁ ମନେ ରଖିଲେ ବହୁତ ଭଲ ହେବ। ଠିକ ଅଛି ପିଲାମାନେ, ଆଜିର ଭିଡିଓରେ ତମମାନଙ୍କ ପାଇଁ ଏତିକି କଥା ଏବଂ ଏହା ପରେ ତୁମ ବହିରେ ଥିବା ପ୍ରଶ୍ନ ଉତ୍ତରକୁ ଆମେ ଆଲୋଚନା କରିବା, ଯାହା ଆମେ ପରବର୍ତ୍ତୀ ଭିଡିଓରେ ଦେଖିବା। ସେତେବେଳେ ପର୍ଯ୍ୟନ୍ତ ତମମାନଙ୍କୁ ଧନ୍ୟବାଦ ଦେଇ ରହୁଛି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।